ସେତେବେଳେ ଗୌତମ ବୁଦ୍ଧ ଗୋଟେ ତାଙ୍କର ଯେଉଁ ଦିବ୍ୟ ଜ୍ଞାନ ପ୍ରାପ୍ତ ହେଲା ସେ ସମୟରେ ଦିବ୍ୟ ଜ୍ଞାନ ଯେଉଁ ପ୍ରାପ୍ତ ହେଇଥିଲା ମଥୁରାରୁ ଉତ୍ତର ପ୍ରଦେଶର ଗୋଟିଏ ମଥୁରାରେ ଏବଂ ସେଇ ମଥୁରାଠାରୁ ଗୋଟିଏ ଗାଁରୁ ତାର ଗୌତମ ବୁଦ୍ଧଙ୍କୁ ଡକା ହେଲା କି କୌଣସି ପ୍ରବଚନ କିମ୍ବା କୌଣସି ଗୋଟିଏ କଥାକୁ ପ୍ରବଚନ ମାଧ୍ୟମରେ ବୁଝେଇବା ପାଇଁ, ଯେହେତୁ କି ଗୌତମ ବୁଦ୍ଧ ଦିବ୍ୟ ଜ୍ଞାନରେ ପରିପୂର୍ଣ୍ଣ ହୋଇଥିଲେ, ତାଙ୍କର ଦିବ୍ୟ ଜ୍ଞାନ ଉଦ୍ଭାସିତ ହୋଇଥିଲା। ତେଣୁକରି ସେଇ ଗ୍ରାମର ଲୋକମାନେ ଗୌତମ ବୁଦ୍ଧଙ୍କୁ ଡାକିଥିଲେ ଏବଂ ଗୌତମ ବୁଦ୍ଧ ଯେତେବେଳେ ଯାଉଥିଲେ ସେଇ ଗାଁକୁ, ସେଇ ଗାଁ ସମୟରେ ଗୋଟେ ରାତ୍ରି 2 ବଜେ ସମୟରେ ଯାଉଥିବା ସମୟରେ ତାଙ୍କୁ ଅଙ୍ଗୁଳିମାଲ ବୋଲି ଜଣେ ଡାକୁ ସହିତ ଭେଟ ହୋଇଥିଲା ଏବଂ ସେ ଅଙ୍ଗୁଳିମାଲ ଡାକୁ କ'ଣ କରେ ନା ଲୋକଙ୍କର ଆଙ୍ଗୁଠିକୁ କାଟି ସେ ମାଲ କରିକି ପିନ୍ଧେ। ତ ତେଣୁକରି ତାଙ୍କ ସହିତ ଗୌତମ ବୁଦ୍ଧଙ୍କ ସମୟକ୍ରମେ ଭେଟ ପଡ଼ିଯାଇଛି ଏବଂ ସେଇ ଭେଟ ପଡ଼ିବା ସମୟରେ ସେ ଅଙ୍ଗୁଳିମାଲ ଡାକୁ ଗୌତମ ବୁଦ୍ଧଙ୍କୁ ବିଭିନ୍ନ ପ୍ରୟାସରେ ଧମକାଇବା ସହିତ ଡରାଇବାକୁ ଚେଷ୍ଟା କରିଛି, କିନ୍ତୁ ଗୌତମ ବୁଦ୍ଧଙ୍କ ଚେହେରାରେ କୌଣସି ମତେ ତାଙ୍କ ଡରା ଭୟ ମାନେ ଭୟାଭୟ କୌଣସି ଚିହ୍ନ ବର୍ଣ୍ଣ ଦେଖିବାକୁ ମଧ୍ୟ ମିଳୁନାହିଁ। ଯେତେବେଳେ ସେଇ ଅଙ୍ଗୁଳିମାଲ ତାର ସମସ୍ତ ପ୍ରୟାସକୁ ହାରିଯାଇଛି ଏବଂ ପୁଣି କହୁଛି କି ଗୌତମ ବୁଦ୍ଧ ଆପଣ କ'ଣ ପାଇଁ ଡରୁନାହାନ୍ତି ବୋଲି ଯେତେବେଳେ ପଚାରୁଛି, ଗୌତମ ବୁଦ୍ଧ ଗୋଟେ ବହୁତ ବଡ଼ ମାନେ ବହୁତ ଗୁରୁତ୍ୱପୂର୍ଣ୍ଣ ଅନୁସାର ସହିତ ତାଙ୍କୁ କହିଛନ୍ତି, କିଏ କ'ଣ କହିଛନ୍ତି ନା ଦେଖ ଯେ ଡର ତ ତୋତେ ଲାଗିବ, କ'ଣ ମୋତେ ଡର ଲାଗିବ କ'ଣ ବୋଲି ସେ କହିଛନ୍ତି। ସେ ଆଶ୍ଚର୍ଯ୍ୟ ହେଇଯାଇଛି, ଦେଖନ୍ତୁ ମୋ ପାଖରେ ଖଣ୍ଡା ଅଛି, ଚକୁ ଅଛି, ମୋତେ ଡର ଲାଗିବ କ'ଣ ବୋଲି ସେ ପୁଣି ପ୍ରଶ୍ନ କରିଛି। ଗୌତମ ବୁଦ୍ଧ ଭଲ ଭାବରେ ତାଙ୍କୁ ବୁଝେଇକି କହିଛନ୍ତି, ଦେଖ ତୁମେ ହେଉଛ ଚୋର, ତୁମେ ଦିନ ବେଲା 24 ଘଣ୍ଟାରୁ ଦିନ ବେଲା ତୁମେ ଯାଇପାରିବ ନାହିଁ କୌଣସି ଆଡ଼େ, ଅର୍ଥାତ୍ ତୁମେ ରାତି ସମୟରେ ହିଁ ସବୁଆଡ଼େ ଚାଲିପାରିବ ଏବଂ ତୁମେ ଦିନ ବେଲା ଆସିଲେ ତୁମକୁ ସାଧାରଣ ସମାଜ ଲୋକେ ପିଟି ଦେବେ। ତେଣୁକରି ତୁମେ ଡରୁଛ କ'ଣ ପାଇଁ ଦିନ ବେଲା ଆସୁନ, କାହିଁକିନା ତୁମେ ଯଦି ଦିନ ବେଲା ଆସିବ ତୁମକୁ ସମାଜର ଲୋକ ମାରିବେ। ତେଣୁକରି ଦେଖନ୍ତୁ ମୁଁ 24 ଘଣ୍ଟାରୁ 24 ଘଣ୍ଟା ସବୁଆଡ଼େ ଚତୁଃପାର୍ଶ୍ୱରେ ମୁଁ ବୁଲି ପାରିବି, ତ ଏହା ହେଉଛି ମୋର ମାନେ ନିଡରର ଆନ୍ସର। କିନ୍ତୁ ତୁମର ଡର ତୁମେ ସବୁବେଳେ ରାତି ବେଲେ ଆସିପାରିବ, ଦିନ ବେଲେ ଆସିପାରିବନି। ମୋ କଥା ବୁଝିପାରୁଛି ତ? ଦେଖନ୍ତୁ ତ ସେହି ଯେତେବେଳେ ହଁ ତାର ଆନ୍ସରକୁ ଆକ୍ସେପ୍ଟ କରି ନେଇଛି ଏବଂ ସେ ନିଶ୍ଚିତ ଭାବରେ ତାଙ୍କର ମାନେ ତାଙ୍କର ଗୁରୁତ୍ୱାଧୀନ ତାଙ୍କ ଅର୍ଥାତ୍ ଗୌତମ ବୁଦ୍ଧଙ୍କୁ ଗୁରୁ ଭାବରେ ତାଙ୍କର ଅନୁଗାମୀ ହୋଇଯାଇଛି। ସେହି ସମୟରେ ସେଠାରେ ହିଁ ତାଙ୍କର ଅବମାନନା କରିଛି। ତ ଜୟ ହିନ୍ଦ, ଜୟ ଭାରତ।